जीवन होई अछि धन्य धन्य ए चरण भासे रही तो कामर कर जोड़े तुम्हें जेते प्रकार मान्य करिया छई सब तुम्हें मोरी पाई तुम्हारी सकाशे सब विद्या कली समापन दियो अनुमति जीवी मही शत्रु दमनार्थे शत्रु दमनार्थे हाँ माँ तू क्यों शत्रु कथा कहछो बाबा माँ ये दंडकारण्य रे जो खड़गा विद्या माया विद्या और धनुर्विद्या जहाँ सब शिक्षा देले सब तुम उत्तीर्ण हो सारी और मो परम शत्रु मो पिता शत्रु निधन सकाशे मो जीवी निघांच अरण्य मध्य अरे बाबा माँ तू केमे जानिलु तो पितृ शत्रु तो पितृकुलर शत्रु हेउछंती रामचंद्र बोली माँ मु रामचंद्र के विरुद्ध रे युद्ध करा पाई कदापि तते अनुमति दे पारबिनी बाबा काहे कि माँ काहे कि ना रामचंद्र नहति सामान्य पुरुष से जुग जन्म पुरुष तारा कण मृत्यु नहीं मृत्यु अछि बाबा शास्त्र परा कहिछि ओहो शास्त्र कहिछि कौन कहिछि माँ मर्त्य मंडले देह बही देवता हेले भी मरई से सूत्र अनुसार निश्चय तांकर भी मृत्यु अछि सत कहउछंती माँ हेले मु सेई रामचंद्र का विरुद्ध रे ओहो रामचंद्र का विरुद्ध रे तोते अस्त्र उत्तोलन करिया पाई युद्ध करिया पाई मु तो अनुमति दे पारबिनी आउ 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 थरे से विपद को आमंत्रण करि पारबिनी बाबा माँ सामान्य रामचंद्र नाम सुनी भयभीत होइछंती काहे कि औ तब मुखमंडन मलिन पड़ी जाउछ काहे कि कुह माँ ये दंडकारण्य रे धनुर्विद्या खड़गा विद्या और माया विद्या जहाँ सब शिक्षा देला समय रे आपण कण मो निकट कपट आचरण कले माँ कदापि ता संतान प्रति कपट आचरण करि पारे ना तेबे भयभीत काहे कि मार स्नेह अमृत समान मार पणत कानी श्रीमंदिर नेता भली मार स्नेह ममता मार स्पर्श गंगा भली पवित्र बाबा रे माँ प्रकृत रे कथाटे कहबी बाबा कुह माँ मु तमर मानु हे तुम्हें मोर मानु हो नहीं बाबा तेरे मोर माँ किए और तुम्हें किए कहबी कुह माँ सब गोटी गोटी कर कहबी कुह प्रकृत रे तमे हेउछ लंकागढ़ अधिपति रावणर वंशधर रावणर कनिष्ठ भ्राता कुंभकर्ण का पुत्र तम माता को नाम हेउछि कौस्तुंभी मो माता को नाम कौस्तुंभी आ मो हेउछि रावणर भौणी शूर्पणखा तुम्हें रावणर भौणी शूर्पणखा ओ बाबा ता माने मोरा कोन लागिबे पियूसी माँ काहे कि तुमको लालन पालन कर जानिछ रामचंद्र 14 वर्ष वनवास गले सही वनवास समय महाज्ञानी रावण कौन कले पियूसी सीता चोरी कले रामकर धर्मपत्नी सीता को चोरी कला भली जघन्य कार्य कले से जघन्य कार्य करथिबारु रामचंद्र
ରାବଣର ସମସ୍ତ ବଂଶଧରାକୁ ନିପାତ କଲେ। ନା ରାମଙ୍କର ସେନା ଆଉ ବାନର ସେନାର ଯୁଦ୍ଧରେ ତମ ପିତା କୁମ୍ଭକର୍ଣ୍ଣ ଭୂମିରେ ପତିତ ହେଲେ। ରାମଙ୍କର ସ୍ୱରରେ ଯଦି କୁମ୍ଭକର୍ଣ୍ଣ ଭଳି ମହାବଳୀ ଭୂମିରେ ପତିତ ହୋଇଥାଏ, ଭୂମିରେ ପତିତ ହୋଇପାରେ, ତାରି ହସ୍ତରେ ରାବଣର ବଂଶ ବୁଡ଼ିଯିବା ସୁନିଶ୍ଚିତ ବୋଲି ଭାବିକି ଆଗତ ଭବିଷ୍ୟତ ଚିନ୍ତା କରି ତମ ମା କୌସ୍ତୁମ୍ଭୀ ମୋରି ନିକଟେ ତମକୁ ସମର୍ପଣ କଲି। ତମକୁ ସମର୍ପଣ କରି ସେ କୁଆଡ଼େ ଚାଲିଗଲେ। କୁଆଡ଼େ ଚାଲିଗଲେ ମା? ମୁଁ ଛାଡ଼ିନି ବାବା, ମୁଁ କିନ୍ତୁ ନିଷ୍ପତ୍ତି ନେଇଛି ତମକୁ ବଞ୍ଚେଇ ରଖିବି। ରାବଣର ବଂଶଧର କେବଳ ଜଣେକୁ ବଞ୍ଚେଇ ରଖିବି। ସେ ଉଦ୍ଦେଶ୍ୟରେ ମୁଁ ତମକୁ ରାମଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଅନୁମତି ଦେଇପାରିବିନି ବାବା। ପିଉସୀ, ସେହି ଅପମାନର ତୀବ୍ର ଜଳା ଏବେ ବି ମୋ ହୃଦୟରେ ଦଗ୍ଧୀଭୂତ ହେଉଛି। ପିଉସୀ, ଦିଅ ଆଶୀର୍ବାଦ, ଶତ୍ରୁ ସହରୀ ଫେରି ଆସେ। ନିଶ୍ଚିତ ଭାବରେ ରାମଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଯିବ। କିନ୍ତୁ ପୁଣି କଣ ପିଉସୀ? ଏବେ ଧନୁର୍ବିଦ୍ୟା, ସମସ୍ତ ଯୁଦ୍ଧ ବିଦ୍ୟା, ଏପରିକି ସିଦ୍ଧ ମନ୍ତ୍ର ବିଦ୍ୟା ତୋତେ ଦେଇଛି। ସବୁ ବିଦ୍ୟା କରିଛି ପ୍ରଦାନ। ଯୋଉ ବିଦ୍ୟାକେ ମୁଁ ଗୁରୁ ଶୁକ୍ରାଚାର୍ଯ୍ୟଙ୍କ ନିକଟରେ ଶିଖିଥିଲି ତାହା ମୁଁ ଦେଇଛି। କିନ୍ତୁ ଏବେ ଆହୁରି ଗୋଟିଏ ପାହାଚ ତୋତେ ଆକ୍ରମଣ କରିବା। କି ପାହାଚ ଅତିକ୍ରମ କରିବାକୁ ପଡିବ ପିଉସୀ? ଆହୁରି ଗୋଟିଏ ପାହାଚ ଅତିକ୍ରମ କରିବାକୁ ପଡିବ। ସେଇ ପାହାଚ ହେଉଛି ତୁ ବ୍ରହ୍ମାଙ୍କୁ ତପସ୍ୟା କରିବୁ। ବ୍ରହ୍ମାଙ୍କୁ ତପସ୍ୟା କରିବି? ବ୍ରହ୍ମାଙ୍କୁ ତପସ୍ୟା କରିବୁ। ଆଉ ବ୍ରହ୍ମା ଯେତେବେଳେ ଆବିର୍ଭାବ ହେବେ ସେତେବେଳେ କହିବୁ ମତେ ଏହି ବର ଦିଅ, ଯେଉଁ ବର ମାଧ୍ୟମରେ କି ମୋ ପିତା ଶତ୍ରୁ ରାମଚନ୍ଦ୍ରଙ୍କୁ ଯୁଦ୍ଧରେ। ଠିକ କଥା, କିନ୍ତୁ ଗୋଟିଏ କଥା ମନେ ରଖିବ ବାବା, ପ୍ରତ୍ୟେକ ମୁହୂର୍ତ୍ତରେ ଏହି ବ୍ରହ୍ମା ଦେବତା ଜାତିର ସପକ୍ଷରେ ଥାନ୍ତି ଆଉ ଦାନବ ଜାତିର କପଟ ଆଚରଣ କରିଥାନ୍ତି। ଯେମିତିକି ତମ ପିତା କୁମ୍ଭକର୍ଣ୍ଣ ଦିନେ ଚାହିଁଥିଲା ବ୍ରହ୍ମାଙ୍କୁ ତପସ୍ୟା କରିବି ଆଉ ଲଙ୍କାର ଇନ୍ଦ୍ରାସନ ପାଇବି। ଲଙ୍କାର ନୁହେଁ ବାବା, ଲଙ୍କାର ରାଜ୍ୟ ରାଜସିଂହାସନ ଛାଡ଼ି ସ୍ୱର୍ଗର ଇନ୍ଦ୍ରାସନ ପାଇବି। ସେ ଉଦ୍ଦେଶ୍ୟରେ ତପସ୍ୟା କଲା। କିନ୍ତୁ ତା ପୂର୍ବରୁ ବ୍ରହ୍ମା ଜାଣିକି ସରସ୍ୱତୀଙ୍କୁ ଆଜ୍ଞା ଦେଲେ କୁମ୍ଭକର୍ଣ୍ଣର କଣ୍ଠଗ୍ରରେ ବସିକି ତା କଥାର ପରିବର୍ତ୍ତନ କରିଦିଅ ବୋଲି। ସେଇ ସୂତ୍ର ମାଧ୍ୟମରେ ଯେତେବେଳେ ବ୍ରହ୍ମା ଆବିର୍ଭାବ ହେଲେ କୁମ୍ଭକର୍ଣ୍ଣ ନିକଟରେ, କୁମ୍ଭକର୍ଣ୍ଣ ମତେ ଇନ୍ଦ୍ରାସନ ଦିଅ ବଦଳରେ କହିଦେଲା ମତେ ନିଦ୍ରାସନ ଦିଅ, ନିଦ୍ରାସନ ଦିଅ। ମୋ ଦ୍ୱାରା ସେ ଭୁଲ ହେବନି ପିଉସୀ। ଏଣୁ ବ୍ରହ୍ମା କୋଉ କଥା କହିଛନ୍ତି ସେଇ କଥା ଚିନ୍ତା କରିକି ବିଚାର କରିବୁ। ଠିକ ଅଛି ପିଉସୀ, ଭଲ ଭାବରେ ଶ୍ରବଣ କରିବୁ। ତାହେଲେ ତୋତେ ମୁଁ ଶୁଭରେ ବିଦାୟ ଦେଉଛି। ତେବେ ଠିକ ଅଛି ପିଉସୀ, ବ୍ରହ୍ମାଙ୍କୁ ତପସ୍ୟା କରିବୁ, ବର ମାଗିବୁ ବାବା। ତେବେ ଦିଅ ଆଶୀର୍ବାଦ। ଯେଉଁ ଅଶ୍ୱକର୍ଣ୍ଣକୁ ମୁଁ ଗୁପ୍ତ ଭାବରେ ଲୁଚି ରହିଥିଲି, ସେଇ ଅଶ୍ୱକର୍ଣ୍ଣକୁ ଶେଷରେ ରାମଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଅନୁମତି ଦେଇଦେଲି। ମୁଁ ଠିକ କଲି ନା ଭୁଲ କଲି? ନା, ଯଦି ଜଣେ ଯୋଗ୍ୟ ପୁତ୍ର ହେଇଥିବ ପିତୃ ହତ୍ୟାର ପ୍ରତିଶୋଧ ନିଶ୍ଚୟ ନେବ। ଆଉ ସେଇ ପିତୃ ହତ୍ୟାର ପ୍ରତିଶୋଧ ନେବା ପାଇଁ ସେ ଯଦି ଅନୁମତି ମାଗିଛି ତାକୁ ଅନୁମତି ଦେଇ ମୁଁ ଉଚିତ କାର୍ଯ୍ୟ କରିଛି। ସବୁ ସେଇ ଦେବଦେବ ମହାଦେବଙ୍କର କରୁଣା। ଆଉ ସେଇ ଦେବଦେବ ମହାଦେବଙ୍କ କରୁଣାକୁ ପାଥେୟ କରି ମୁଁ ସମୟକୁ ପ୍ରତୀକ୍ଷା କରିବି। ମୁଁ ଠିକ କଲି ନା ଭୁଲ କଲି?